ଯାତ୍ରା ପୁସ୍ତକ 7 ପର୍ବ। ତହୁ ସଦାପ୍ରଭୁ ମୂଷାଙ୍କୁ କହିଲେ, ଦେଖ ଆମ୍ଭେ ତୁମକୁ ଫାରୋ ନିକଟରେ ପରମେଶ୍ୱର ତୁଲ୍ୟ କରି ନିଯୁକ୍ତ କଲୁ ଓ ତୁମ ଭ୍ରାତା ହାରଣ ତୁମର ଭବିଷ୍ୟତ ବକ୍ତା ହେବ। ଆମ୍ଭେ ତୁମକୁ ଯାହା ଯାହା ଆଜ୍ଞା କରିବା ତାହା ସବୁ ତୁମେ କହିବ। ପୁଣି ଫାରୋ ଇସ୍ରାଏଲ ସନ୍ତାନଗଣକୁ ଆପଣା ଦେଶରୁ ଛାଡ଼ିଦେବା ପାଇଁ ତୁମ୍ଭ ଭ୍ରାତା ହାରଣ ତାହାକୁ କହିବ। ଆଉ ଆମ୍ଭେ ଫାରୋର ହୃଦୟ କଠିନ କରିବା। ପୁଣି ମିଶର ଦେଶରେ ଆମ୍ଭର ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମ ବହୁ ସଂଖ୍ୟକ କରିବା। ତଥାପି ଫାରୋ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବ ନାହିଁ। ଏହେତୁ ଆମ୍ଭେ ମିଶର ଦେଶ ଉପରେ ଆପଣା ହସ୍ତ ଥୋଇ ମହାଦଣ୍ଡ ଦ୍ୱାରା ମିଶର ଠାରୁ ଆପଣା ସୈନ୍ୟ ସାମନ୍ତ ଆମ୍ଭର ଲୋକ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବା। ପୁଣି ଆମ୍ଭେ ମିଶର ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ସେମାନଙ୍କ ମଧ୍ୟରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବା ବେଳେ ଯେ ଆମ୍ଭେ ସଦାପ୍ରଭୁ ତାହା ସେମାନେ ଜାଣିବେ। ଅନନ୍ତର ମୂଷା ଓ ହାରଣ ସେହି ରୂପେ କଲେ। ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ କର୍ମ କଲେ। ହାରୋଙ୍କ ସଙ୍ଗରେ କଥୋପକଥନ କରିବା ବେଳେ ମୂଷାଙ୍କୁ 80 ଓ ହାରୋଣକୁ 83 ବର୍ଷ ହୋଇଥିଲା। ଆଉ ସଦାପ୍ରଭୁ ମୂଷା ଓ ହାରୋଣଙ୍କୁ କହିଲେ, ତୁମ୍ଭେମାନେ ଆପଣାମାନଙ୍କ ପାଇଁ କୌଣସି ଚିହ୍ନ ଦେଖାଅ ବୋଲି ଯେବେ ଫାରୋ ତୁମ୍ଭମାନଙ୍କୁ କହିବ, ତେବେ ତୁମେ ହାରୋଣକୁ କହିବ, ତୁମ୍ଭର ଯଷ୍ଟି ନେଇ ଫାରୋ ଅଗ୍ରତେ ତଳେ ପକାଅ। ତହିଁରେ ସେହି ଯଷ୍ଟି ସର୍ପ ହେବ। ତହୁ ମୂଷା ଓ ହାରଣ ଫାରୋଙ୍କ ନିକଟକୁ ଯାଇ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ କର୍ମ କଲେ। ପୁଣି ହାରଣ ଫାରୋ ଓ ତାହାଙ୍କ ଦାସଙ୍କ ସମ୍ମୁଖରେ ଆପଣା ଯଷ୍ଟି ପକାନ୍ତେ ତାହା ସର୍ପ ହେଲା। ତେବେ ଫାରୋ ଆପଣା ପଣ୍ଡିତ ଓ ଗୁଣିଆମାନଙ୍କୁ ଡାକିଲେ। ତହିଁରେ ମିଶ୍ରୀୟ ମନ୍ତ୍ରଜ୍ଞମାନେ ମଧ୍ୟ ଆପଣାମାନଙ୍କ ମାୟାରେ ସେହିପରି କଲେ। ଅର୍ଥାତ୍ ସେମାନେ ପ୍ରତ୍ୟେକ ଆପଣା ଆପଣା ଯଷ୍ଟି ପକାନ୍ତେ ସେଗୁଡ଼ିକ ସର୍ପ ହେଲା। ମାତ୍ର ହାରୋଣଙ୍କ ଯଷ୍ଟି ସେମାନଙ୍କର ସମସ୍ତ ଯଷ୍ଟିକୁ ଗ୍ରାସ କଲା। ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ଫାରୋର ହୃଦୟ ଭାରି ହୋଇଅଛି, ସେ ଲୋକମାନଙ୍କୁ ଛାଡ଼ିଦେବାକୁ ନାସ୍ତି କରୁଅଛି। ଏହେତୁ ତୁମେ ପ୍ରଭାତରେ ଫାରୋ ନିକଟକୁ ଯାଅ। ଦେଖ, ସେ ଜଳ ଆଡ଼େ ଗଲେ ତୁମେ ତାହା ସହିତ ସାକ୍ଷାତ କରିବାକୁ ନଦୀ ତୀରରେ ଠିଆ ହୁଅ। ଯେଉଁ ଯଷ୍ଟି ସର୍ପ ହୋଇଥିଲା ତାହା ମଧ୍ୟ ହସ୍ତରେ ନିଅ। ପୁଣି ଫାରୋକୁ କୁହ, ଏବ୍ରିୟମାନଙ୍କର ସଦାପ୍ରଭୁ ପରମେଶ୍ୱର ମୋତେ ତୁମ୍ଭ ନିକଟକୁ ପଠାଇ କହିଲେ, ତୁମ୍ଭେ ଆମ୍ଭ ଲୋକମାନଙ୍କୁ ପ୍ରାନ୍ତରରେ ସେବା କରିବାକୁ ଛାଡ଼ିଦିଅ। ମାତ୍ର ଦେଖ, ତୁମେ ଏପର୍ଯ୍ୟନ୍ତ ଏହି କଥାରେ ମନୋଯୋଗ କରିନାହ। ସଦାପ୍ରଭୁ ଏହି ପ୍ରକାରେ କହୁଛନ୍ତି, ଆମ୍ଭେ ଯେ ସଦାପ୍ରଭୁ ତାହା ତୁମେ ଏତଦ୍ୱାରା ଜ୍ଞାତ ହେବ। ଦେଖ, ଆମ୍ଭେ ଆପଣା ହସ୍ତସ୍ଥିତ ଏହି ଯଷ୍ଟି ଦ୍ୱାରା ନଦୀର ଜଳ ଉପରେ ପ୍ରହାର କରିବା। ତହିଁରେ ତାହା ରକ୍ତ ହୋଇଯିବ। ପୁଣି ନଦୀରେ ଥିବା ମତ୍ସ୍ୟ ସକଳ ମରିଯିବେ ଓ ନଦୀ ଦୁର୍ଗନ୍ଧ ହେବ। ତହିଁରେ ମିଶ୍ରୀୟ ଲୋକମାନେ ନଦୀ ଜଳ ପାନ କରିବାକୁ ଘୃଣା କରିବେ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ହାରୋଣଙ୍କୁ ଏହି କଥା କୁହ, ତୁମ୍ଭେ ଆପଣା ଯଷ୍ଟି ଘେନି ମିଶର ଦେଶୀୟ ଜଳ ଉପରେ ଅର୍ଥାତ୍ ତହିଁର ନଦୀ, ନାଳ, ପୁଷ୍କରିଣୀ ଓ ଜଳାଶୟ ଏ ସମସ୍ତ ଉପରେ ଆପଣା ହସ୍ତ ବିସ୍ତାର କର। ତହିଁରେ ସମସ୍ତ ଜଳ ରକ୍ତ ହେବ। ପୁଣି ମିଶର ଦେଶର ସର୍ବତ୍ର କାଷ୍ଠ ପାତ୍ର ଓ ପ୍ରସ୍ତର ପାତ୍ରରେ ହିଁ ରକ୍ତ ହେବ। ତହୁ ମୂଷା ଓ ହାରଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେହି ପ୍ରକାର କଲେ। ସେ ଯଷ୍ଟି ଘେନି ଫାରୋ ଓ ତାଙ୍କ ଦାସମାନଙ୍କ ସମ୍ମୁଖରେ ନଦୀ ଜଳ ଉପରେ ପ୍ରହାର କଲେ। ତହିଁରେ ସମୁଦାୟ ନଦୀ ଜଳ ରକ୍ତ ହୋଇଗଲା। ପୁଣି ନଦୀର ସମସ୍ତ ମତ୍ସ୍ୟ ମଲେ ଓ ନଦୀ ଦୁର୍ଗନ୍ଧ ହେଲା। ତହିଁରେ ମିଶ୍ରୀୟମାନେ ନଦୀ ଜଳ ପାନ କରିପାରିଲେ ନାହିଁ। ମିଶର ଦେଶର ସର୍ବତ୍ର ରକ୍ତ ହେଲା। ସେତେବେଳେ ମିଶ୍ରୀୟ ମନ୍ତ୍ରଜ୍ଞମାନେ ଆପଣାମାନଙ୍କର ମାୟାରେ ସେପରି କଲେ। ତହିଁରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କ ହୃଦୟ କଠିନ ହେଲା ଓ ସେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ। ଅନନ୍ତର ଫାରୋ ମୁଖ ଫେରାଇ ଆପଣା ଗୃହକୁ ଗଲେ। ଏଥିରେ ଆପଣା ମନ ଦେଲେ ନାହିଁ। ପୁଣି ସମସ୍ତ ମିଶ୍ରୀୟ ଲୋକେ ନଦୀ ଜଳ ପାନ କରି ନ ପାରିବାରୁ ପିଇବା ଜଳ ନିମନ୍ତେ ନଦୀର ଚାରିଆଡ଼େ ଖୋଳିଲେ। ସଦାପ୍ରଭୁ ନଦୀକି ଆଘାତ କଲା ଉତ୍ତାରେ 7 ଦିନ ସମ୍ପୂର୍ଣ୍ଣ ହେଲା।